ଆପଣ ମାନେ ଜାଣିଛନ୍ତି ଯେ ଆଜି ଯେଉଁ 3 ଦିନ ଯେଉଁ ଛୁଟି ହେଇଛି ଶ୍ରୀମନ୍ଦିରରେ ପ୍ରବଳ ଗହଳି ହେଇଛି। ପ୍ରବଳ ଗହଳିର ସୁଯୋଗ ନେଇକରି ଜଣେ ଝାଡ଼ଖଣ୍ଡ ଅଞ୍ଚଳର ପିଟରି ଥାନାର ଜଣେ ଯୁବକ ସିଏ ଆପଣ ବେହରଣ ଦ୍ୱାର ସାଇଡ଼୍ରେ ଯେଉଁ ଦକ୍ଷିଣୀ ଅଛି ସେଇ ପାଖରେ ତାର ଚଢ଼ିବାକୁ ଚେଷ୍ଟା କରୁଥିଲେ। ତାକୁ କିଛି ଜିଟିପି ବନ୍ଧୁ ଆମର ଦେଖିଲେ ଏବଂ ଆମର ଯେଉଁ ଡିପ୍ଲୋମେଣ୍ଟ ବେହରଣ ଦ୍ୱାର ଥିଲେ ସେମାନେ ଧରିକି ତାକୁ ଆଣିକରି ସିଂହଦ୍ୱାର ଥାନାରେ ଜିମା ଦେଇଛନ୍ତି। ଆମେ ତାର ଭେରିଫିକେସନ୍ କରୁଛୁ ତାର ମେଣ୍ଟାଲ କଣ୍ଡିସନ୍ କ'ଣ ଅଛି ଇତ୍ୟାଦି ବାବଦରେ ଆମେ ତଦନ୍ତ କରୁଛୁ। ସେ ଚଢ଼ିବା ପାଇଁ ଚେଷ୍ଟା କରୁଥିଲେ ତାକୁ ଦେଖିକିରି ସାଙ୍ଗେ ସାଙ୍ଗେ ତାକୁ ଧରିକିରି ଓହ୍ଲା ହେଇଗଲା ସାଙ୍ଗେ ସାଙ୍ଗେ। ତାଙ୍କ ଝାଡ଼ଖଣ୍ଡରୁ ଆଇଥିଲେ ତାଙ୍କ ପ୍ରଶାନ୍ତ କୁମାର ମାହାतो ବୋଲି ତାଙ୍କର ନାଁ ସେ କହୁଛନ୍ତି। ଆମେ ଡିଟେଲ୍ ତାର ଭେରିଫାଏ କରିବୁ ତାର ଆଧାର କାର୍ଡ଼ ଇତ୍ୟାଦି ଭେରିଫାଏ କରୁଛୁ। ସେ କ'ଣ କେଉଁଠୁ ଆସିଥିଲେ କେବେ ଆସିଥିଲେ କ'ଣ କରି ଡିଟେଲ୍ ଇନକ୍ୱାରି ଚାଲିଛି। ତାକୁ ଆଇଏସ୍ସି ଦ୍ୱାରା ତାର ଇନକ୍ୱାରି କରୁଛୁ। ପୂର୍ବରୁ ମଧ୍ୟ ଗଞ୍ଜାମର ଜଣେ ବୃଦ୍ଧ ଚଢି ଯାଇଥିଲେ ଏବଂ ଚଢିଯିବା ଦ୍ୱାରା ବିପଦ ଆଶଙ୍କା କରିପାରିବେ ଏବଂ ଆଜି ମଧ୍ୟ ବର୍ଷା ହେଉଛି ଅନବର ପାଖରେ ଏକୁ କେମିତି ପ୍ରଭାବିତ କରିବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବ। ଆପଣ ଜାଣିଛନ୍ତି ଯେଉଁଦିନ ଛୁଟି ଦିନ ହେଉଛି ବହୁତ ଶ୍ରୀମନ୍ଦିରରେ ଗହଳି ହେଉଛି। ତେଣୁ କ୍ରାଉଡ୍ କଣ୍ଟ୍ରୋଲ ଯେଉଁଟା ମେନ୍ ଫୋକସ୍ ପୁଲିସ୍ ଉପରେ ରହୁଛି ତା ଭିତରେ ଏ ଯେଉଁ ଗହଳିର ସୁଯୋଗ ନେଇକରି କିଛି ଯେଉଁଗୁଡ଼ାକ ୟା ପୂର୍ବରୁ ଯେତିକି ଦେଖାଯାଇଛି ଯାହାର ଟିକେ ମାନସିକ ବିକାରଗ୍ରସ୍ତ ଯେଉଁମାନେ ଅଛନ୍ତି ସେଇମାନେ এই ପ୍ରକାର କାର୍ଯ୍ୟ କରୁଛନ୍ତି କି ଅତି ଉତ୍ତେଜନା କି ଭକ୍ତିପୂର୍ଣ୍ଣ ଭାବ ଦେଇକି ସେମାନେ ଭାବୁଛନ୍ତି ଆଉ ଗୋଟେ କିଛି ଅଧିକା ଦର୍ଶନ କରିବେ କ'ଣ କରିବେ ସେୟା ବୋଲି ଚିନ୍ତା କରିକି ଏମିତି ବେଳେବେଳେ କରୁଛନ୍ତି ଯେଉଁଟାକି ଆମେ ସଜାଗ ଅଛୁ। ଆଉ ଆମ ନଜରରେ ପଡ଼ିଲେ ତୁରନ୍ତ ତାକୁ ଆମେ ସେ ପଚରାପଚରି ଚାଲିଛି। ସେ କିଛି କହିପାରୁନି ଏପର୍ଯ୍ୟନ୍ତ ତାର ମେଣ୍ଟାଲ କଣ୍ଡିସନ୍ କ'ଣ ଅଛି ଆମେ ତାକୁ ଦେଖିକି ଅନୁଧ୍ୟାନ କରିବୁ। ଡିପ୍ଲୋମେଣ୍ଟ ଅଛି ରେଗୁଲାର ଡିପ୍ଲୋମେଣ୍ଟ ବାଦ ଆହୁରି ଆମେ 3 ପ୍ଲାଟୁନ୍ ଫୋର୍ସ 3ଟା ଦ୍ୱାରରେ ଆମେ ତାକୁ ଦେଇଛୁ। ଏକ୍ସଟ୍ରା ଯେଉଁଗୁଡ଼ାକ ଆପଣଙ୍କ ଭିତରେ ଯେଉଁଗୁଡ଼ାକ କ୍ରାଉଡ୍ କ୍ଲିୟରେନ୍ସ ପାଇଁ ଅଧିକା ଲୋକ ଦିଆହେଇଛି ଆଉ ଗୋଟେ ପ୍ଲାଟୁନ୍ ଏକ୍ସଟ୍ରା ତାକୁ ଦିଆହେଇଛି।